ସମସ୍ତଙ୍କୁ ନମସ୍କାର। ସମସ୍ତେ ଭଲରେ ଥିବେ। ବହୁତ ବଡ଼ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। ଆଉ ଏହି ସୁଯୋଗରେ ଆପଣମାନେ ନିଶ୍ଚିତ ଭାବରେ ଆପଣମାନେ ଗୋଟିଏ ସୁନ୍ଦର ଜବ୍ଟି ଆପଣମାନେ କରିପାରିବେ। ଓଡ଼ିଶା ତରଫରୁ ଜବ୍ ଭ୍ୟାକେନ୍ସି ବାହାରିଛି। କ୍ୱାଲିଫିକେସନ୍ କେତେ ରହିବ, ଏଜ୍ ଲିମିଟ୍ କେତେ ରହିବ, ସ୍ୟାଲେରୀ କେତେ ରହିବ, କେଉଁ ଜବ୍ ବାହାରିଛି, ସବୁ ଡିଟେଲ୍ସ ଏହି ଭିଡ଼ିଓରେ ଆପଣମାନଙ୍କୁ ମୁଁ ଦେବି। ସମସ୍ତଙ୍କୁ କହିଦେବା ପାଇଁ ଚାହେଁ, ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ କୌଣସି ପ୍ରକାର ଫେକ୍ ଭିଡ଼ିଓ ମୁଁ କରେ ନାହିଁ। ଫେକ୍ ଭିଡ଼ିଓ କରିକି ପିଲାଙ୍କୁ ହଇରାଣ କରିବା ବିଲକୁଲ ବି ମୋର ଉଦ୍ଦେଶ୍ୟ ନୁହେଁ। ତେଣୁ ଏହି ଭିଡ଼ିଓକୁ ଆପଣମାନେ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପ୍ଲାଏ କରନ୍ତୁ। ଆପଣମାନେ ସୁନ୍ଦର ଗୋଟିଏ ଚାକିରି କରିପାରିବେ। ତ ଏହି ଚାକିରି ଆପ୍ଲାଏ କରିବା ପାଇଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଯେକୌଣସି କ୍ରୋମ୍ ବ୍ରାଉଜର କିମ୍ବା ଗୁଗଲରେ ଆପଣମାନଙ୍କୁ ସର୍ଚ୍ଚ କରିବାକୁ ପଡ଼ିବ କ'ଣ, ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍। ମୁଁ ଏହି ଜାଗାରେ ସର୍ଚ୍ଚ କଲି। ଆଉ ସର୍ଚ୍ଚ କଲା ପରେ ଏହି ଜାଗାରେ ତୁମମାନେ ଦେଖିପାରୁଥିବ ପ୍ରଥମ ୱେବସାଇଟ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ୍ ଲେଖା ହେଇକି ତ୍ରିରଙ୍ଗା ପତାକାର ଲୋଗୋ ଲାଗିଛି। ଏହି ଜାଗାରେ ହିଁ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ଆଉ ଏହି ଜାଗାରେ କ୍ଲିକ୍ କଲା ପରେ ଆପଣମାନଙ୍କୁ ଗୋଟେ ଏମିତି ଇଣ୍ଟରଫେସ୍ ଆସିଯିବ। ଏହି ଜାଗାରେ ଆପଣମାନେ ଧ୍ୟାନ ଦେବେ, ତହସିଲ ଅଫିସ୍ ଜବ୍ ଏହି ଜାଗାରେ ଲେଖା ହେଇଛି, ତହସିଲ ଅଫିସ୍ ଜବ୍। ଆଉ ସେଇ ଜାଗାରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ସେହି ଜାଗାରେ ଆପଣମାନେ କ୍ଲିକ୍ କଲା ପରେ ଏହି ଜାଗାରେ ଟିକେ ଧ୍ୟାନ ଦେବେ, କାହିଁକି ନା ଏହି ଜାଗାରେ ଆପଣମାନେ କନଫ୍ୟୁଜ୍ ହେଇଯିବେ। ଏହି ଜାଗାରେ ଟିକେ ଦେଖନ୍ତୁ, ଲେଖା ହେଇଛି କ'ଣ, ଓଡ଼ିଶା ତହସିଲ ଅଫିସ୍ ରିକ୍ୱାରମେଣ୍ଟ 2025। ଏହି ଜାଗାରେ ହିଁ ଆପଣମାନେ କ'ଣ କରିବେ, କ୍ଲିକ୍ କରିବେ। ଏହି ଜାଗାରେ କ୍ଲିକ୍ କଲା ପରେ ଆପଣମାନଙ୍କୁ ଗୋଟେ ଏମିତି ଇଣ୍ଟରଫେସ୍ ଆସିଯିବ। ଆଉ ଆପଣମାନେ ଏହି ଜାଗାରେ ଦେଖିପାରୁଥିବେ, ଏହି ଓଡ଼ିଶାର ପ୍ରତ୍ୟେକ ଲୋକ କ'ଣ କରିପାରିବେ, ଏହି ଜବ୍କୁ ଆପ୍ଲାଏ କରିପାରିବେ। ଏହି ଜାଗାରେ ତୁମମାନେ ଦେଖିପାରୁଥିବେ, ଓଡ଼ିଶାର ପ୍ରତ୍ୟେକ ଲୋକ ଏହି ଜବ୍କୁ ଆପ୍ଲାଏ କରିପାରିବେ। ହୁ କ୍ୟାନ୍ ଆପ୍ଲାଏ, ଏହି ଜାଗାରେ ଲେଖା ହେଇଛି ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ସ କ'ଣ କରିପାରିବେ, ଏହି ଜବ୍କୁ ଆପ୍ଲାଏ କରିପାରିବେ। ଆପଣ ଯେଉଁ ଡିଷ୍ଟ୍ରିକ୍ଟରୁ ବି ଏହି ଭିଡ଼ିଓକୁ ଦେଖୁଛନ୍ତି, ଆପଣମାନେ ସମସ୍ତେ ଏହି ଜବ୍ ପାଇଁ ଆପଣମାନେ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ, ଆପଣମାନଙ୍କର ପୋଷ୍ଟିଂ କେଉଁ ଜାଗାରେ ରହିବ, ଓଡ଼ିଶାରେ ହିଁ ଆପଣମାନଙ୍କର ପୋଷ୍ଟିଂ ରହିବ। ଏହି ଜବ୍ ଓଡ଼ିଶାରେ ହିଁ ଆପଣମାନେ କରିପାରିବେ। ତ ଲାଷ୍ଟ ଡେଟ୍ କ'ଣ, ଜୁଲାଇ ମାସରେ ତା'ର ଲାଷ୍ଟ ଡେଟ୍ ରହିଛି। ତ ଭିଡ଼ିଓ ଶେଷରେ ମୁଁ କହିବି ଲାଷ୍ଟ ଡେଟ୍ କେବେ। ତ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ସମସ୍ତେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ତାପରେ ଆମେ ଦେଖିବା, ତ ଦୁଇଟି ପୋଷ୍ଟ ବାହାରିଛି। ଆପଣମାନଙ୍କୁ ମୁଁ କହିଦେବା ପାଇଁ ଚାହେଁ, ଦୁଇଟି ପୋଷ୍ଟ ବାହାରିଛି। ଆଉ ଗୋଟିଏ ପୋଷ୍ଟ ହେଉଛି କ'ଣ, କୋଅର୍ଡ଼ିନେଟର ପୋଷ୍ଟ। ଆଉ ଗୋଟିଏ ପୋଷ୍ଟ ହେଉଛି କ'ଣ, MIS ଆସିଷ୍ଟାଣ୍ଟ। ତ ଏହି କୋଅର୍ଡ଼ିନେଟର ପାଇଁ ଯଦି ଆପଣମାନେ ଏହି ପୋଷ୍ଟ ପାଇଁ ଯଦି ଆପଣମାନେ ଆପ୍ଲାଏ କରିବେ, ତାହେଲେ ଆପଣମାନେ କ'ଣ କରିଥିବା ଦରକାର, କ୍ୟାଣ୍ଡିଡେଟ୍ ସୁଡ଼୍ ହାଭ୍ କମ୍ପ୍ଲିଟ୍ ଗ୍ରାଜୁଏସନ୍। ଆପଣମାନେ +3 ପାସ୍ କରିଥିବା ଦରକାର। ଆର୍ଟ୍ସରେ ହେଉ, ସାଇନ୍ସରେ ହେଉ, କମର୍ସରେ ହେଉ, ଆପଣମାନେ ପାସ୍ କରିଥିବା ଦରକାର। ତାହେଲେ ଯାଇ ଆପଣମାନେ କ'ଣ କରିପାରିବେ, ଆପ୍ଲାଏ କରିପାରିବେ। ଠିକ୍ ସେମିତି ତା'ର ଏହି ତଳେ ଆପଣମାନେ ଦେଖନ୍ତୁ, ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ମଧ୍ୟ କ'ଣ ଥିବା ଦରକାର, ସେଇ କ୍ୟାଣ୍ଡିଡେଟ୍ ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର, +3 ପାସ୍ କରିଥିବା ଦରକାର। ଆର୍ଟ୍ସ ଷ୍ଟ୍ରିମ୍, ସାଇନ୍ସ, କମର୍ସ ଷ୍ଟ୍ରିମ୍ରେ ମଧ୍ୟ ସେ ପାସ୍ କରିଥିବା ଦରକାର। ଆଉ ତା'ର ଗୋଟେ PGDCA କମ୍ପ୍ୟୁଟର ସାର୍ଟିଫିକେଟ୍ ରହିବା ଦରକାର। ତାହେଲେ ହିଁ ସେ ଯାଇ କ'ଣ କରିପାରିବ, ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ସେ ଆପ୍ଲାଏ କରିପାରିବ। ତାପରେ ଆପଣମାନଙ୍କର ମିନିମମ୍ ଏଜ୍ କେତେ ରହୁଛି, ମିନିମମ୍ ଏଜ୍ ଆପଣମାନଙ୍କର ରହୁଛି 18 ବର୍ଷ। ଯଦି 18 ବର୍ଷ ହେଇଛି ଆପଣମାନେ ଆପ୍ଲାଏ କରିପାରିବେ। 18ରୁ 21 ବର୍ଷ ମଧ୍ୟରେ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣମାନଙ୍କର କୋଅର୍ଡ଼ିନେଟର ଜବ୍ର ଦରମା କେତେ ରହିବ, ସ୍ୟାଲେରୀ କେତେ ରହିବ, ଷ୍ଟାର୍ଟିଂ 25,000 ରହିବ। କେତେ ମାସ, 6 ମାସ ଗଲା ପରେ ଆପଣମାନଙ୍କୁ 30,000 ଟଙ୍କା ମିଳିବ। ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ମଧ୍ୟ ଆପଣମାନଙ୍କୁ ମାସକୁ 15,000 ମିଳିବ। 6 ମାସ ଗଲା ପରେ ଆପଣମାନଙ୍କର 25,000 ଦରମା ବଢ଼ାଇ ଦିଆଯିବ। ତାପରେ ଆପଣମାନେ ଏହି ଜାଗାରେ ଦେଖିପାରୁଥିବେ, ସିଲେକ୍ସନ୍ ପ୍ରୋସେସ୍ଟା କେମିତି ରହିବ। କେମିତି ରହିବ ସିଲେକ୍ସନ୍ ପ୍ରୋସେସ୍, ବହୁତ ସହଜ। ଆପଣମାନେ କ'ଣ କରିବେ,
इंटरव्यू देबे इंटरव्यू जदि आपण मानकर भल रहुछि ताहेले आपण मानकु डॉक्यूमेंट वेरिफिकेशन मागिबे आउ आपण मानकर सब सर्टिफिकेट रो डॉक्यूमेंट वेरिफिकेशन करिवे सर्वप्रथम इंटरव्यू हबो तापर आपण मानकर डॉक्यूमेंट वेरिफिकेशन रहिबो तापर ए जगह देखिबे एससी एसटी ओबीसी आमर जनरल कौन सी कैटेगरी लोक मानकु पैसा देवाकू पड़िबो नै पूरा फ्री आपण माने कोन करि परिबे अप्लाई करि परिबे तो सर्टिफिकेट कोन कोन माने सर्टिफिकेट कोन कोन दरकार पड़िबो क्वालिफिकेशन सर्टिफिकेट माने 10th +2 +3 आपण मानकर सर्टिफिकेट दरकार पड़िबो तापरे दुईटी 2 रिसेंट कलर पास फोटो साइज फोटो तुम मानकर दरकार पड़िबो तापरे कास्ट सर्टिफिकेट आपण मानकर दरकार पड़िबो एससी एसटी ओबीसी जो कैटेगरी आपण माने बिलोंग करूछंती सेही कास्ट सर्टिफिकेट आपण माने देबे तापर किसी जदि एक्सपीरियंस अछि ताहेले आपण माने मध्ये ताहा देई पारिबे तापर ए जगह आपण माने देखि परुथिबे लेखा आइछि ओडिशा ए जगह ठीक से देखंतु अप्लाई स्टार्ट डेट अप्लाई केबे 14 जून ठारू अप्लाई चलीछि आपण मानकर अप्लाई लास्ट डेट रोछि 19 तारिख 19 तारिख रोछि तार लास्ट डेट तो 19 जुलाई लास्ट डेट रोछि तो निश्चित भाव में समस्ते कौन करंतु अप्लाई करंतु आउ मु कहि देबा पई चाहे एही जो लिंक अछि आपण माने ध्यान दियंतु एही जो लिंक अछि एही लिंक रे आपण माने क्लिक कले आपण माने कोन करि परिबे ब्लॉक कोऑर्डिनेटर पई आपण माने अप्लाई करि परिबे बा कोऑर्डिनेटर पई अप्लाई करि परिबे आउ एही जो लिंक अछि एही लिंक रे आपण माने क्लिक कले आपण माने असिस्टेंट पोस्ट पई अप्लाई करि परिबे तो एही लिंक रे क्लिक कले कोन हेबो ना आपण मानकु गोटे पीडीएफ बाहरिबो आउ से पीडीएफ को आपण मानकु कोन करिवा को पड़िबो आउ प्रिंट आउट करिकि आपण माने फोटो लगेबे से जगह रे आपण मानकर सब डॉक्यूमेंट्स को अटैच करिकि आउ से जगह गोटे डिटेल्स देछि पीडीएफ रे आउ आपण माने से एड्रेस गोटे देछि से एड्रेस रे आपण माने कोन करिवे स्पीड पोस्ट आपण माने करि देबे बुझि होछि ना नाही एही लिंक रे आपण माने क्लिक करिवे एही लिंक रे क्लिक कला पर आपण मानकु गोटे पीडीएफ बाहरिबो से पीडीएफ को आपण माने कोन करिवे प्रिंट आउट करिवे प्रिंट आउट करिकि से जगह निजर नाम बापांकर नाम मार नाम आपण मानकर एड्रेस सब किछ डिटेल्स एजुकेशन डिटेल्स फिल अप करिवे तापर आपण मानकर डॉक्यूमेंट जेरॉक्स आपण माने से जगह रे अटैच करिकि स्पीड पोस्ट गोटे एड्रेस से जगह रे थिबो से जगह रे आपण माने कोन करिवे स्पीड पोस्ट करि देबे तो यही वीडियो जदि भल लगुछि आगामी दिन जदि एमिति वीडियो जदि आपण माने देखिबा पई चाहुछंती ताले एही चैनल को निश्चित भाव रे सब्सक्राइब कर रखंतु काहे कि ना मो एही YouTube चैनल रे कोनोसी प्रकार फेक वीडियो मु दिए नाही तो गोटे उदाहरण देबा पई चा ए जगह रे मु क्लिक कली आउ देखंतु गोटे पीडीएफ माने बाहरिबो आउ सेही पीडीएफ देखते जगह गोटे पीडीएफ बाहरी एमती पीडीएफ बाहरला पर आपण माने कोन करिवे आ आपण मानकर डॉक्यूमेंट्स को सब डॉक्यूमेंट्स को ए जगह कोन करिवे आपण माने अटैच करिकि आपण माने स्पीड पोस्ट करि देबे वीडियो देखिथिबा हेतु बहुत बहुत धन्यवाद।